ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କ ଘରେ ଛୋଟ ପୁଅଟିଏ ଅଛି ଏବଂ ଆପଣମାନେ ତା ନାମରେ କିଛି ଟଙ୍କା ସେଭିଂ କରିବା ପାଇଁ ଚାହୁଁଛନ୍ତି, ଯେଉଁଟାକି ପରବର୍ତ୍ତୀ ସମୟରେ ତାର ପାଠପଢ଼ା ପାଇଁ ବା ତାର ଭବିଷ୍ୟତରେ କୌଣସି କାମ ପାଇଁ ଲାଭବାନ ହେବ, ତ ସେମିତି ଏକ ସୁନ୍ଦର ସ୍କିମ୍ ବିଷୟରେ ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା। ତ ଦେଖନ୍ତୁ, ଆପଣମାନେ ସମସ୍ତେ ଜାଣିଥିବେ ପୋଷ୍ଟ ଅଫିସ୍ ଭାରତୀୟ ଡାକ ବିଭାଗ ତରଫରୁ ଆପଣମାନଙ୍କ ପାଇଁ ବହୁତ ସାରା ସୁନ୍ଦର ସୁନ୍ଦର ସ୍କିମ୍ ଗୁଡ଼ିକ ରହିଛି, ଯେଉଁଥିରେ ଆପଣମାନେ ସର୍ଟ ଟର୍ମ, ଲଙ୍ଗ ଟର୍ମ ଏବଂ ବହୁତ ସୁନ୍ଦର ସୁନ୍ଦର ଇଣ୍ଟରେଷ୍ଟ ମଧ୍ୟ ପାଇବା ପାଇଁ ଟଙ୍କା ଇନଭେଷ୍ଟ କରିପାରିବେ। ତେଣୁ ଆପଣମାନେ ପୋଷ୍ଟ ଅଫିସରେ ଥିବା ବିଭିନ୍ନ ସ୍କିମ୍ ବିଷୟରେ ନିହାତି ଜାଣିଥିବେ, ଯେମିତିକି ଆପଣମାନଙ୍କର ଆର୍‌ଡି ସ୍କିମ୍ କୁହନ୍ତୁ, ଫିକ୍ସଡ ଡିପୋଜିଟ୍ କଥା କୁହନ୍ତୁ ବା ଝିଅମାନଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାର ଆକାଉଣ୍ଟ କଥା କୁହନ୍ତୁ। ତ ସବୁ ସ୍କିମ୍‌ରେ ଆପଣମାନଙ୍କୁ ଅନ୍ୟାନ୍ୟ ଯେକୌଣସି ବେସରକାରୀ ସଂସ୍ଥା ହେଉ ବା ବ୍ୟାଙ୍କ ହେଉ, ସବୁଠାରୁ ଅଧିକ ସୁଧ ଆପଣମାନଙ୍କୁ ପୋଷ୍ଟ ଅଫିସ୍ ପ୍ରଦାନ କରିଥାଏ, ଯେଉଁଥିରେ ଆପଣମାନଙ୍କ ଟଙ୍କା 100% ସିକ୍ୟୁର ରହିବା ସହିତ ଆପଣମାନଙ୍କୁ ଗୋଟେ ଭଲ ଧରଣର ରିଟର୍ନ ମିଳିଥାଏ। ତେଣୁ ଯଦି ଆପଣମାନେ ନିଜର ଛୋଟ ପୁଅ ନାମରେ ଗୋଟେ ସେଭିଂ ପର୍ପୋଜରେ ବା ତାର ଭବିଷ୍ୟତ ପାଇଁ କିଛି ଟଙ୍କା ଇନଭେଷ୍ଟମେଣ୍ଟ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନଙ୍କ ପାଇଁ ବର୍ତ୍ତମାନ ପୋଷ୍ଟ ଅଫିସର ପିପିଏଫ୍ ବା ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ଯେଉଁଟାକି ବେଷ୍ଟ ଅପସନ୍ ରହିବ, ଯେଉଁଥିରେ ଆପଣମାନେ ଆପଣମାନଙ୍କର ପିଲାର 15 ବର୍ଷ ପାଇଁ ଏହି ସ୍କିମ୍‌ରେ ଟଙ୍କା ଇନଭେଷ୍ଟ କରିବେ। ତାପରେ ଆପଣମାନଙ୍କୁ ସୁନ୍ଦର ଇଣ୍ଟରେଷ୍ଟ ମଧ୍ୟ ମିଳିବ ଏବଂ ଯେତେବେଳେ ଆପଣମାନେ ଏହି ଆକାଉଣ୍ଟକୁ ମ୍ୟାଚୁରିଟି କରିବେ, ଯେଉଁଟାକି 15 ବର୍ଷ ପରେ ମ୍ୟାଚୁରିଟି ହେଲା ପରେ ଏଥିରେ ଆପଣମାନଙ୍କୁ ଯେଉଁ ରିଟର୍ନ ମିଳିବ, ସେହି ଟଙ୍କା ପାଖାପାଖି 39,44,000 ଟଙ୍କା ଆପଣମାନେ ମ୍ୟାକ୍ସିମମ୍ ଏହି ସ୍କିମ୍‌ରେ ଯେଉଁଟାକି ପାଇପାରିବେ। ତେଣୁ ଆସନ୍ତୁ ଏମିତି ଏକ ସୁନ୍ଦର ସ୍କିମ୍ ବିଷୟରେ ଆଜି ଆଲୋଚନା କରିବା। ସବୁ ଡିଟେଲ୍ସ ଜାଣିବା, କେମିତି ଆପଣମାନେ ପିପିଏଫ୍ ଆକାଉଣ୍ଟରେ ଯାହାକି ନିଜର ଛୋଟ ପୁଅ ପିଲା ପାଇଁ ଟଙ୍କା ଇନଭେଷ୍ଟ କରିପାରିବେ ଏବଂ ସେହି ପିପିଏଫ୍ ଆକାଉଣ୍ଟ ଖୋଲିବା ପାଇଁ ଆପଣମାନଙ୍କୁ କେଉଁ କେଉଁ ଡକୁମେଣ୍ଟର ଆବଶ୍ୟକତା ଅଛି, ତା ସହିତ ପିପିଏଫ୍ ଆକାଉଣ୍ଟରେ କ'ଣ କ'ଣ ବେନିଫିଟ୍ ରହିଛି, ସବୁ ଡିଟେଲ୍ସ ଆଜିର ଏହି ଭିଡ଼ିଓରେ ଆପଣମାନେ ଜାଣିପାରିବେ। ତେଣୁ ଭିଡ଼ିଓକୁ ଜମାରୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍‌ରେ ସେଟ୍ କରିଦେବେ। ତ ଦେଖନ୍ତୁ, ଭାରତବର୍ଷର ସର୍ବପୁରାତନ ସଂସ୍ଥା ଯେଉଁଟାକି ସରକାରୀ ସଂସ୍ଥା ପୋଷ୍ଟ ଅଫିସ୍ ଆପଣମାନଙ୍କ ପାଇଁ ବର୍ତ୍ତମାନ ବହୁତ କିଛି ଯାହାକି ସେଭିଂ ପର୍ପୋଜରେ ବହୁତ ସାରା ସ୍କିମ୍ ରହିଛି। ତ ସେହି ସ୍କିମ୍ ମାନଙ୍କ ମଧ୍ୟରୁ ପିପିଏମ୍ ସ୍କିମ୍ ଅନ୍ୟତମ। ତ ଏହି ପିପିଏଫ୍ ସ୍କିମ୍ ଆପଣମାନେ ନିଜର ପୁଅ ପାଇଁ ଯାହାକି ଇନଭେଷ୍ଟମେଣ୍ଟ ପାଇଁ ବ୍ୟବହାର କରିପାରିବେ। ତେଣୁ ପିପିଏଫ୍ ସ୍କିମ୍‌ରେ ଆପଣମାନଙ୍କର ଯେଉଁ ବେନିଫିଟ୍ ଗୁଡ଼ିକ ରହିଛି, ସେଇଟା ଉଭୟ ଆପଣମାନେ ନିଜ ନାମରେ କରିପାରିବେ, ନହେଲେ ପିଲା ନାମରେ କରିପାରିବେ ବା ଯେକୌଣସି ଲୋକ ନାଁରେ କରିପାରିବେ। କିନ୍ତୁ ଏହି ସ୍କିମ୍‌ଟି ଯଦି ଆପଣମାନେ ଛୋଟ ପୁଅ ପିଲା ନାମରେ ଗୋଟେ କରୁଛନ୍ତି, ଯେଉଁଟାକି 15 ବର୍ଷରେ ଆପଣମାନଙ୍କୁ 39,44,000 ଟଙ୍କାର ବେନିଫିଟ୍ ପାଇପାରିବେ। ତେଣୁ ଚାଲନ୍ତୁ ଜାଣିବା ପିପିଏଫ୍ ସ୍କିମ୍ ବିଷୟରେ ଆଉ କିଛି ଡିଟେଲ୍ସ। ତ ପିପିଏମ୍ ସ୍କିମ୍ ଯେଉଁଟାକି ରହିଛି ବା ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ଯେଉଁଟାକି ଆମର ରହିଛି, ଯେଉଁଥିରେ ଆପଣମାନଙ୍କର ଇଣ୍ଟରେଷ୍ଟ ଦେଖନ୍ତୁ ପର୍ ଏନମ୍ 7.1% ଯେଉଁଟାକି ଆପଣମାନଙ୍କର ଇଣ୍ଟରେଷ୍ଟ ରହିଛି ଏବଂ ମ୍ୟାକ୍ସିମମ୍ ଆପଣମାନେ ପିପିଏଫ୍ ଆକାଉଣ୍ଟଟି ଯଦି ଓପନ୍ କରୁଛନ୍ତି, ତ ଆକାଉଣ୍ଟ ଓପନ୍ କଲା ପରେ ଗୋଟିଏ ଆର୍ଥିକ ବର୍ଷରେ ମିନିମମ୍ ଆପଣମାନେ 500 ଟଙ୍କାରୁ ଆରମ୍ଭ କରି 1,50,000 ଟଙ୍କା ପର୍ଯ୍ୟନ୍ତ ଯାହାକି ସେଭିଂ କରିପାରିବେ। ତେଣୁ ଏହି ପିପିଏଫ୍ ଆକାଉଣ୍ଟ କେଉଁମାନେ ଓପନ୍ କରିପାରିବେ, ସେ ବିଷୟରେ ଯଦି ଆମେ କଥା ହେବା, ଦେଖନ୍ତୁ ପିପିଏଫ୍ ଆକାଉଣ୍ଟ କେବଳ ଆପଣମାନଙ୍କର ଭାରତର ଯେକୌଣସି ନାଗରିକ ଯେଉଁଟାକି 18 ବର୍ଷରୁ ଉର୍ଦ୍ଧ୍ୱ ଅଛନ୍ତି, ତାଙ୍କ ନାଁରେ ଯାହାକି ପିପିଏଫ୍ ହେଇପାରିବ। ନହେଲେ ଆପଣମାନେ ମାଇନର ଥ୍ରୁ ଗାର୍ଡିଆନ ହିସାବରେ, ଅର୍ଥାତ୍ ଆପଣମାନଙ୍କର ଛୋଟ ପୁଅ ଯଦି ରହିଛି ଯାହାର ବୟସ 18 ବର୍ଷ ହେଇନାହିଁ, ତାକୁ ଆପଣମାନଙ୍କର ମାଇନର ଥ୍ରୁ ଗାର୍ଡିଆନ ହିସାବରେ ଆପଣମାନେ ଆକାଉଣ୍ଟ ଓପନ୍ କରିପାରିବେ ଏବଂ 18 ବର୍ଷ ହେଲା ପରେ ତାର ସମ୍ପୂର୍ଣ୍ଣ ଆପଣମାନଙ୍କର ଯେଉଁ କ୍ରେଡିଟ୍ ଆପଣମାନଙ୍କ ପିଲାମାନଙ୍କୁ ଦିଆଯାଇପାରିବ। ତେଣୁ ପିପିଏଫ୍ ଆକାଉଣ୍ଟ ଓପନ୍ ଆପଣମାନେ ନିଜ ନାମରେ କଲେ ମଧ୍ୟ ସେଭିଂ ପର୍ପୋଜରେ କରିପାରିବେ ଏବଂ ଆପଣମାନଙ୍କର ଛୋଟ ପୁଅଟି ଅଛି ଯଦି ତା ନାମରେ ମଧ୍ୟ ଆପଣମାନେ ପିପିଏଫ୍ ଆକାଉଣ୍ଟ ପୋଷ୍ଟ ଅଫିସରେ ଓପନ୍ କରିପାରିବେ। ତେଣୁ ପିପିଏଫ୍ ଆକାଉଣ୍ଟ ଓପନ୍ କଲା ସମୟରେ ଆପଣମାନଙ୍କର ଦେଖନ୍ତୁ ମିନିମମ୍ ଡିପୋଜିଟ୍ ଯେଉଁଟାକି ମୁଁ ଆପଣମାନଙ୍କୁ କହିଲି, ମାତ୍ର ପ୍ରତ୍ୟେକ ବର୍ଷ 500 ଟଙ୍କା ଆପଣମାନେ ମିନିମମ୍ ଡିପୋଜିଟ୍ କରିବେ ଏବଂ ମ୍ୟାକ୍ସିମମ୍ ଗୋଟିଏ ଆର୍ଥିକ ବର୍ଷରେ 1,50,000 ଟଙ୍କା ପର୍ଯ୍ୟନ୍ତ ଆପଣମାନେ ଏଠି ସେଭିଂ କରିପାରିବେ। ଏବଂ ଏହି ଆକାଉଣ୍ଟ ଓପନ୍ କଲେ ଆପଣମାନଙ୍କୁ ସେମିତି କିଛି ନଥାଏ, ଯେମିତିକି ଆପଣମାନେ ଜାଣିଥିବେ ଆର୍‌ଡି ଆପଣମାନେ କରୁଛନ୍ତି ପ୍ରତ୍ୟେକ ମାସ ଆପଣମାନଙ୍କୁ ଡିପୋଜିଟ୍ କରିବା ପାଇଁ ପଡ଼ିଥାଏ। କିନ୍ତୁ ପିପିଏଫ୍ ଆକାଉଣ୍ଟ ଆପଣମାନେ ଓପନ୍ କଲେ ଯେକୌଣସି ମାସରେ ଯେତେ ଥର ପାରିବେ ଆପଣମାନେ ଡିପୋଜିଟ୍ କରିପାରିବେ। କିନ୍ତୁ ମ୍ୟାକ୍ସିମମ୍ ଗୋଟିଏ ଆର୍ଥିକ ବର୍ଷରେ ଆପଣମାନଙ୍କର ଏଠି 1,50,000 ଟଙ୍କା ସେଭିଂ
କରିପାରିବେ। ତାପରେ ଦେଖନ୍ତୁ ଏଠି ଆପଣମାନଙ୍କର ଇନକମ୍ ଟ୍ୟାକ୍ସର ଯୋଉଟାକି 80C ଅନୁସାରେ ଡିପୋଜିଟ୍ ଉପରେ ଆପଣମାନଙ୍କର ଡିଡକ୍ସନ୍ ରହିବ। ଏହା ସହିତ ପିପିଏଫ୍ ଆକାଉଣ୍ଟ ଓପନ୍ କଲା ପରେ ପ୍ରତି ଫାଇନାନ୍ସିଆଲ ଇୟରରେ ଆପଣମାନେ £500 ଯାଇକି ଆକାଉଣ୍ଟରେ ଡିପୋଜିଟ୍ କରିବେ ଏବଂ ଇଣ୍ଟରେଷ୍ଟ ଯୋଉଟାକି ମୁଁ ଆପଣମାନଙ୍କୁ କହିଲି ଏଇ ଇଣ୍ଟରେଷ୍ଟଟି ଆପଣମାନଙ୍କର ଭାରତୀୟ ଡାକ ବିଭାଗ ତରଫରୁ ବର୍ତ୍ତମାନ ମିନିଷ୍ଟ୍ରି ଅଫ୍ ଫାଇନାନ୍ସ ତରଫରୁ ଯେଉଁ ଇଣ୍ଟରେଷ୍ଟ ରେଟ୍ ରଖାଯାଇଛି ସେହି ହିସାବରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 7.1% ଆପଣମାନଙ୍କର ପର ଏନମ୍ ଇଣ୍ଟରେଷ୍ଟ ରହିବ। ଏହା ସହିତ ପିପିଏଫ୍ ଆକାଉଣ୍ଟରେ ଆପଣମାନଙ୍କର ଲୋନ୍ର ବ୍ୟବସ୍ଥା ଅଛି। ଯଦି ଆପଣମାନେ ପିପିଏଫ୍ ଆକାଉଣ୍ଟଟି ଓପନ୍ କଲା ପରେ 5 ବର୍ଷ ପର୍ଯ୍ୟନ୍ତ ତାକୁ ଆପଣମାନେ ଚଲାଉଛନ୍ତି ବା 5 ବର୍ଷ ତାକୁ କଣ୍ଟିନ୍ୟୁ ଆପଣମାନେ ଡିପୋଜିଟ୍ କରୁଛନ୍ତି ତାହେଲେ ସେଇ ଡିପୋଜିଟ୍ ଉପରେ ଆପଣମାନେ 25% ଯୋଉଟାକି ଲୋନ୍ ମଧ୍ୟ ନେଇପାରିବେ ଏବଂ ତା ଉପରେ ମାତ୍ର 1% ପର ଏନମ୍ ଆପଣମାନଙ୍କୁ ଇଣ୍ଟରେଷ୍ଟ ଯୋଉଟାକି ଦେବା ପାଇଁ ପଡ଼ିବ। ତେଣୁ ଏଥିରେ ଲୋନ୍ର ମଧ୍ୟ ବ୍ୟବସ୍ଥା ଅଛି ଏବଂ ପିପିଏଫ୍ ଆକାଉଣ୍ଟ ଦେଖନ୍ତୁ ଏଇ ଆକାଉଣ୍ଟଟି ଆପଣମାନଙ୍କର ଓପନ୍ କରିବା ପରେ 15 ବର୍ଷ ପର୍ଯ୍ୟନ୍ତ ଏଥିରେ ଆପଣମାନଙ୍କର ଟଙ୍କା ଯାଇକି ଡିପୋଜିଟ୍ କରିବା ପାଇଁ ପଡ଼ିବ ଯୋଉଟାକି ମୁଁ ଆପଣମାନଙ୍କୁ ପୂର୍ବରୁ କହିଦେଲି। ତେଣୁ ଯଦି ଆପଣମାନଙ୍କ ଘରେ ଗୋଟେ ଛୋଟ ପୁଅଟିଏ ଜନ୍ମ ନେଉଛି ଏବଂ ଯାହାର ବୟସ ଆପଣମାନଙ୍କର 1 ବର୍ଷରୁ କମ୍ ଅଛି ବା 10 ବର୍ଷରୁ କମ୍ ଅଛି ତାକୁ ଯଦି ଆପଣମାନେ 15 ବର୍ଷ ପର୍ଯ୍ୟନ୍ତ ଏହି ସ୍କିମ୍ରେ ତା ପାଇଁ କିଛି କିଛି ଟଙ୍କା ସେଭିଂ କରିବେ ଯୋଉଟାକି ପରବର୍ତ୍ତୀ ସମୟରେ ତାକୁ ଯେତେବେଳେ 20 ବର୍ଷ ବା 25 ବର୍ଷ ହେବ ଆପଣମାନଙ୍କର ଦରକାର ସମୟରେ ଏହି ଟଙ୍କାଟି ତାକୁ ଯାଇକି ହେଲ୍ପଫୁଲ୍ ହେବ ବା ପିଲାଟିଏ ଜନ୍ମ ହେଲା ପରେ ଯଦି କରିଦେଉଛନ୍ତି ଯେତେବେଳେ ସେ ହାୟର ଏଜୁକେସନ୍ କରିବ ବା 10ମ ପାସ୍ କଲା ପରେ ଯଦି ହାୟର ଏଜୁକେସନ୍ କରୁଛି ସେ ସମୟରେ ମଧ୍ୟ ଆପଣମାନଙ୍କର ଟଙ୍କା ଯାଇକି ତାକୁ ସାହାଯ୍ୟ କରିବ। ତାପରେ ଦେଖନ୍ତୁ ଯଦି ଏକ୍ସଟେନସନ୍ କଥା କହିବା ଏଇ ଆକାଉଣ୍ଟକୁ ଆପଣମାନେ ଏକ୍ସଟେଣ୍ଡ କରିପାରିବେ କି ନାହିଁ ତା ଉପରେ ମଧ୍ୟ ଦେଖନ୍ତୁ ଏହି ଆକାଉଣ୍ଟ ଆପଣମାନଙ୍କୁ 15 ବର୍ଷ ପର୍ଯ୍ୟନ୍ତ ଯାଇକି ଓପନ୍ କରିବା ପାଇଁ ପଡ଼ିବ ଏବଂ 15 ବର୍ଷ ପରେ ଯାଇ ଆପଣମାନଙ୍କର ଏଇ ଆକାଉଣ୍ଟଟି କ୍ଲୋଜ୍ ହେବ। ଏଥିରେ କୌଣସି ପ୍ରିମେଚ୍ୟୁର କ୍ଲୋଜ୍‌ର ବ୍ୟବସ୍ଥା ନାହିଁ। ପ୍ରିମେଚ୍ୟୁର କ୍ଲୋଜ୍ କେବଳ କିଛି ନିର୍ଦ୍ଦିଷ୍ଟ କଣ୍ଡିସନ୍ ଅଛି ଯେଉଁଥିରେ ଆପଣମାନଙ୍କର ପ୍ରିମେଚ୍ୟୁର କ୍ଲୋଜ୍ କରିପାରିବେ। 5 ବର୍ଷ ଆପଣମାନେ ଆକାଉଣ୍ଟକୁ କଣ୍ଟିନ୍ୟୁ କଲା ପରେ ଯଦି କୌଣସି କାରଣରୁ ଆକାଉଣ୍ଟ ହୋଲ୍ଡରଙ୍କର ଡେଥ୍ ହେଲା ବା ଆପଣମାନଙ୍କର ପିଲାର ହାୟର ଏଜୁକେସନ୍ ପାଇଁ ପଇସାର ଆବଶ୍ୟକତା ହେଲା ସେ ଉପରେ ଆପଣମାନେ ଟଙ୍କାଟି ଯାଇକି ୱିଡ୍ରଲ୍ କରିପାରିବେ। ତାର କିଛି ଲିମିଟେସନ୍ ମଧ୍ୟ ରହିଛି। ତାପରେ ଦେଖନ୍ତୁ ଏହି ଆକାଉଣ୍ଟ ଆପଣମାନେ କେମିତି ଓପନ୍ କରିବେ? ଏହି ଆକାଉଣ୍ଟ ଓପନ୍ କରିବା ପାଇଁ ହେଲେ ପୋଷ୍ଟ ଅଫିସକୁ ଆପଣମାନେ ଯାଇକି ଗୋଟିଏ ଫର୍ମ ମଧ୍ୟ ପ୍ରେସ୍କ୍ରାଇବ୍ ଫର୍ମ ରହିଛି। ସେହି ଫର୍ମ ଫିଲ୍ଅପ୍ କରି ଆପଣମାନେ ଯାଇକି ଟଙ୍କା ଡିପୋଜିଟ୍ କରିପାରିବେ। ଯଦି ନିଜ ନାମରେ ଆପଣମାନେ କରୁଛନ୍ତି 18 ବର୍ଷରୁ ଅଧିକ ଅଛି ତାହେଲେ କେବଳ ଆଧାର କାର୍ଡ଼, ପାନ୍ କାର୍ଡ଼ ଏବଂ ପାସପୋର୍ଟ ସାଇଜ୍‌ର ଫଟୋଗ୍ରାଫ ସହିତ ଆକାଉଣ୍ଟ ଓପନିଂ ପାଇଁ ମାତ୍ର £500 ମିନିମମ୍ ଯୋଉଟାକି ଆପଣମାନଙ୍କ ଆକାଉଣ୍ଟରେ ଡିପୋଜିଟ୍ ହେବ। ଆପଣମାନେ ଚାହିଁଲେ ଏଠି £500ରୁ ମଧ୍ୟ ଅଧିକ ଟଙ୍କା ଡିପୋଜିଟ୍ କରିବେ। ଯଦି ଆପଣମାନେ ନିଜର ଛୋଟ ପୁଅ ପିଲା ନାମରେ କରୁଛନ୍ତି ଯେଉଁଠିକି ଆପଣମାନଙ୍କୁ ଏକ୍ସଟ୍ରା ଡକୁମେଣ୍ଟ ହିସାବରେ ପିଲାର ଆଧାର କାର୍ଡ଼ ଏବଂ ତାର ବାର୍ଥ ସାର୍ଟିଫିକେଟ୍ ଆପଣମାନଙ୍କୁ ଦେବା ପାଇଁ ପଡ଼ିବ। ଏଇଟା ଗଲା ପିପିଏଫ୍ ସ୍କିମ୍ ବିଷୟରେ ଡିଟେଲ୍ସ। ଏବେ ଆସନ୍ତୁ ଇଣ୍ଟରେଷ୍ଟ କାଲକୁଲେସନ୍ ମାଧ୍ୟମରେ ଆମେ ଜାଣିବା ପ୍ରତ୍ୟେକ ମାସ ଆପଣମାନେ ଯଦି ଫିକ୍ସ ଆମାଉଣ୍ଟର ଟଙ୍କା ରଖୁଛନ୍ତି ତାହେଲେ କେତେ ଟଙ୍କା ପାଇବେ ଏବଂ ମ୍ୟାକ୍ସିମମ୍ ଆପଣମାନେ କେମିତି 39,44,000 ଟଙ୍କା ପାଇପାରିବେ ତାର ମଧ୍ୟ ଇଣ୍ଟରେଷ୍ଟ କାଲକୁଲେସନ୍ ମାଧ୍ୟମରେ ମୁଁ ଆପଣମାନଙ୍କୁ ଡିଟେଲ୍ସ ବତେଇ ଦେଉଛି। ତ ଆପଣମାନେ ଦେଖନ୍ତୁ ଏଇଟା ରହିଛି ଆପଣମାନଙ୍କ ସାମ୍ନାରେ ଯୋଉଟାକି ପୋଷ୍ଟ ଅଫିସର ଇଣ୍ଟରେଷ୍ଟ କାଲକୁଲେଟର। ତେଣୁ ଏଠି ଆମେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା ପିପିଏଫ୍ ବିଷୟରେ ଜାଣିବା। ଯଦି ଆପଣମାନେ ପିପିଏଫ୍ରେ ପ୍ରତ୍ୟେକ ମାସ £500 ଲେଖାଏଁ ଡିପୋଜିଟ୍ କରିବେ ତାହେଲେ ଦେଖନ୍ତୁ ଏଠି ଆପଣମାନଙ୍କର ଟୋଟାଲ 15 ବର୍ଷରେ 90,000 ଟଙ୍କା ଡିପୋଜିଟ୍ ହେବ। ତାପରେ ଇଣ୍ଟରେଷ୍ଟ ଦେଖନ୍ତୁ ଆପଣମାନଙ୍କର 67,785 ଟଙ୍କା ଆପଣମାନଙ୍କର କେବଳ ଇଣ୍ଟରେଷ୍ଟ ମିଳିବ ଏବଂ ଯାହା ଉପରେ ଟୋଟାଲ ମ୍ୟାଚୁରିଟି ଭ୍ୟାଲୁ 15 ବର୍ଷ ପରେ ଆପଣମାନେ କେତେ ପାଇପାରିବେ 1,57,785 ଟଙ୍କା ଯୋଉଟାକି ଆପଣମାନେ ଚାହିଁଲେ £500 ମାସକୁ ଡିପୋଜିଟ୍ କରିପାରିବେ। କୌଣସି ବି ପ୍ରୋବ୍ଲେମ୍ ନାହିଁ। ସାଧାରଣ ଲୋକଟିଏ ମଧ୍ୟ ଚାହିଁଲେ ମାସକୁ £500 ତାର ପିଲାର ଭବିଷ୍ୟତ ପାଇଁ ରଖିପାରିବ। ସେହିଭଳି 1,000 ଟଙ୍କା ଯଦି ଡିପୋଜିଟ୍ କରୁଛନ୍ତି ତାହେଲେ ପ୍ରତ୍ୟେକ ବର୍ଷ ଆପଣମାନଙ୍କର 12,000 ଟଙ୍କା ଆପଣମାନେ ଡିପୋଜିଟ୍ କରିବେ। ପ୍ରତି ମାସ ଯଦି 1,000 ଟଙ୍କା କରୁଛନ୍ତି 15 ବର୍ଷରେ 1,80,000 ଡିପୋଜିଟ୍ ହେବ ଏବଂ ଟୋଟାଲ ଇଣ୍ଟରେଷ୍ଟ 1,35,572 ଟଙ୍କା ଆପଣମାନଙ୍କୁ ମିଳିବ ଯୋଉଟାକି 3,15,572 ଟଙ୍କା ଆପଣମାନଙ୍କର ମ୍ୟାଚୁରିଟି ସମୟରେ ହେଇପାରିବ। ଏବଂ ଯଦି କୌଣସି ବ୍ୟକ୍ତି ମ୍ୟାକ୍ସିମମ୍ ଯୋଉଟାକି ଆମର 1,50,000 ରହିଛି ତା ପାଇଁ ପ୍ରତି ମାସ ଏଭରେଜରେ ଆପଣମାନଙ୍କୁ 12,500 ଟଙ୍କା ଡିପୋଜିଟ୍ କରିବା ପାଇଁ ପଡ଼ିବ। ତେଣୁ ସେ 12,500 ଟଙ୍କା ଯଦି ଡିପୋଜିଟ୍ ଜଣେ କରୁଛି ଏଇଟା କୌଣସି ଅସମ୍ଭବ ନୁହେଁ। ବହୁତ ଜଣ ଲୋକ ଯୋଉଟାକି ଇନଭେଷ୍ଟମେଣ୍ଟ କରୁଛନ୍ତି। ତେଣୁ ଯୋଉମାନେ ଇନଭେଷ୍ଟମେଣ୍ଟ କରିବେ ପିପିଏଫ୍ରେ 22,50,000 ଟଙ୍କା ଟୋଟାଲ 15 ବର୍ଷରେ ଡିପୋଜିଟ୍ କଲେ ସେଠି ତାଙ୍କର ଦେଖନ୍ତୁ 19,94,600 ଟଙ୍କା ଯାଇକି ଇଣ୍ଟରେଷ୍ଟ ମିଳୁଛି ଏବଂ ଟୋଟାଲ ମ୍ୟାଚୁରିଟି ଭ୍ୟାଲୁ ଯୋଉଟାକି 15 ବର୍ଷ ପରେ ଦେଖିପାରୁଥିବେ 39,44,600 ଟଙ୍କା ମିଳୁଛି। ତେଣୁ ଆପଣମାନଙ୍କ ପାଇଁ ପୋଷ୍ଟ ଅଫିସରେ ଏଇ ପିପିଏଫ୍ ସ୍କିମ୍ ବେଷ୍ଟ ରହିଛି। ଯଦି ଆପଣମାନଙ୍କ ଘରେ ଛୋଟ ପୁଅଟିଏ ଅଛି
ବା ଆପଣମାନଙ୍କ ପରିବାରରେ କାହାର ବି ଛୋଟ ପୁଅଟିଏ ଅଛି, ତା ପାଇଁ ଆପଣମାନେ ଟଙ୍କା ଇନଭେଷ୍ଟ କରିବା ପାଇଁ ଚାହୁଁଛନ୍ତି, ତେଣୁ ପୋଷ୍ଟ ଅଫିସରେ ପିପିଏଫ୍ ସ୍କିମ୍‌ରେ ଆପଣମାନେ ଟଙ୍କା ରଖିପାରିବେ ଏବଂ ଆପଣମାନଙ୍କୁ ଏହି ଟଙ୍କା ରଖିଲା ପରେ ଏତିକି ଟଙ୍କା ଯାଇକି ଇଣ୍ଟରେଷ୍ଟ ଆକାରରେ ମିଳିବ। ତ ଏହା ଥିଲା ପୋଷ୍ଟ ଅଫିସରେ ପିପିଏଫ୍ ସ୍କିମ୍ ବିଷୟରେ ଡିଟେଲ୍ସ। ଯଦି ଆପଣମାନଙ୍କୁ କୌଣସି ଡାଉଟ୍ ରହୁଛି ନିହାତି କମେଣ୍ଟ ସେକ୍ସନରେ ପଚାରିବେ ଏବଂ ମାସକୁ ଆପଣମାନେ କେତେ ଟଙ୍କା ଡିପୋଜିଟ୍ କରିବା ପାଇଁ ଚାହୁଁଛନ୍ତି, ତାହା ମଧ୍ୟ କମେଣ୍ଟ ସେକ୍ସନରେ ଲେଖିଦେଲେ ମୁଁ ଆପଣମାନଙ୍କୁ ଡିଟେଲ୍ସ କହିଦେବି ଯେ 15 ବର୍ଷ ପରେ ମ୍ୟାଚୁରିଟି ଭ୍ୟାଲୁ ଆପଣମାନଙ୍କୁ କେତେ ମିଳିବ। ଧନ୍ୟବାଦ।